ମୁଁ ଡିମାଣ୍ଡ କରେନି ବୋଲି ମୋତେ ବହୁତ ଜିନିଷ ଖାଲି ମିଳେ ସେଠୁ। ହ୍ୟାଲୋ ଫ୍ରେଣ୍ଡସ୍, ମୁଁ ସୁନିତା ନୂଆ ବ୍ଲଗ୍କୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ଆଉ ଆଜି ମୁଁ କିଛି ଜିନିଷ ଦେଖେଇବି। ଝିଅ ମୋତେ ଦେଇକି ଯାଇଥିଲା, କିନ୍ତୁ ମୁଁ କେତେବେଳେ ବ୍ଲଗ୍ ମାଧ୍ୟମରେ ତାକୁ ୟୁଜ୍ କରିସାରିଲିଣି, କିନ୍ତୁ ମୁଁ କହିନି ମୋ ଝିଅ ଦେଇଥିଲା ବୋଲି। ସେଥିପାଇଁ ମୁଁ ଟିକେ ଆଜି କହିଦେବି। ଆଜି ମୋର ଚୁଡ଼ିଟା ଚେଞ୍ଜ କରିବାର ଅଛି, ଟିକେ ଚେଞ୍ଜ କରିଦେବି ବୋଲି ଭାବୁଛି। ମୁଁ ଟିକେ କ'ଣ କି ଝିଅ ଆସିଥିଲା, ମୋତେ କହିଲା ମାମା ତୁମେ ଚୁଡ଼ିଟାକୁ ସିଏ କ'ଣ ସେଟ୍ କରିକି ମୋତେ ସବୁ ପିନ୍ଧେଇ ଦେଇକି ଯାଏ। ଆଉ ମୋ ହାତଟା ଟିକେ ଗଣ୍ଠି ହାତ, ଆଉ ସିଏ ବି ଟାଇମ୍ ତାକୁ ହେଲାନି। ସିଏ ବି ମାନେ ଏମିତି ସିଚୁଏସନ୍ ହେଲା ଯେ ତାକୁ ଆମେ ଛାଡ଼ି ଦେଇକି ଆସିଲୁ ଭୁବନେଶ୍ୱରରେ। 2-3 ଦିନ ଯାଇନି, କାରଣ ତା ଲଙ୍ଗ୍ ଟୁର୍ ଥିଲା ନା। ଆଉ ପୁରା ଛାଡ଼ିଦେଇକି ଆସିଛୁ। ତାପରେ ସଡ଼ନଲି 3-4 ଦିନ ପରେ ତାଙ୍କୁ ସାର୍ ମେସେଜ୍ କଲେ ଯେ ତୁମର ଏକ୍ଜାମ୍ ହେବାର ଅଛି। ମାନେ ବହୁତ ସିଏ ଡିଫିକଲ୍ଟ ହେଲା। 24 ଘଣ୍ଟା ହେଇନି ସିଏ ଫେରେ ଏକ୍ଜାମ୍ ଦେଇକି ପଳେଇଲା। ମାନେ ବହୁତ ତାକୁ ପରିଶ୍ରମ ଏଇଥର ପଡ଼ିଲା। ମୋ ମନଟା ବହୁତ ଖରାପ ହେଇଗଲା ରିଏଲି। ଆଉ ଏସବୁ ଛାଡ଼, ମାନେ ମୁଁ ବାହାରକୁ ବହୁତ କମ୍ ଯାଏ। ଯେତେବେଳେ ବି ଯାଏ ଜିନିଷ କିଣାକିଣି ବହୁତ କମ୍। ଆଉ ଯଦି ବି ଯାଇଥିବି ମୋ ଫ୍ୟାମିଲି ମେମ୍ବରଙ୍କ ସାଙ୍ଗରେ, ଯେଉଁଟା ଯିଏ କହିବେ ସେଇ ଅନୁସାରେ ମୁଁ ଆଣେ। ସେଥିପାଇଁ ମୁଁ କହିଲି ତୁମେ ଯାହା ଯିଏ ଦେଉଛ ମୁଁ ତ ସବୁ ବା ପିନ୍ଧୁଛି, ଆଉ ତୁମ ଚଏସ୍ରେ ହିଁ ସବୁ ଚଏସ୍। ଆଉ ତାପରେ ଯାହା ବି ହଉ, ମୋ ଝିଅ କିଛି କିଛି ଜିନିଷ ମୋତେ ଦେଇକି ଯାଇଥିଲା। ମୁଁ ତାକୁ ଅଲରେଡ଼ି ୟୁଜ୍ କରିଥିଲି। ହଉ ଦେଖନ୍ତୁ, ମୁଁ ଦେଖେଇ ଦେଉଛି। ଏଟା କଥା ନହେଇ ଦେଖେଇ ଦେଉଛି କ'ଣ ଦେଇକି ଯାଇଥିଲା। ଏଇ ଏଟା ପୁରା ମୁଁ ଛୁଞ୍ଚି ସୂତା ଡବାଟା ପୁରା, କାହିଁକିନା ମୁଁ ଥରେ ସିଲେଇ କରିଥିଲି କଳା ସାର୍ଟରେ ଧଳା ସୂତା ପୁରେଇକି ଦେଇକି ଯାଇଛି। ମୋତେ କହିବାକୁ ପଡ଼ିବନି, ସିଏ କ'ଣ ବହୁତ ଜଜ୍ କରେ ମୋ ଝିଅଟା। କିଛି କହିବନି, କିନ୍ତୁ ଯାହା ପାଇଁ ସବୁ ଜିନିଷ ସମସ୍ତଙ୍କ ପାଇଁ ଆଣିଥିବ। ମାନେ ମୋ ଶାଶୁଙ୍କ ପାଇଁ ଯାହା ଦରକାର ସେ ଆଣିଥିବ, ତା ବାବାଙ୍କ ପାଇଁ, ତା ଭାଇ ପାଇଁ, ମୋ ପାଇଁ। ମାନେ ସେ ଗୋଟେ ଏମିତି ଧାତୁରେ ଗଢ଼ା, ସେ ମାଆ ଠାରୁ ସବୁ ଶିଖିଛନ୍ତି ନା। ମାଆକୁ ଦେଖିଛନ୍ତି। ଯେଉଁ ଜିନିଷ ଆସିବ ବି ଆମ ଶାଶୁଙ୍କ ସାମ୍ନାରେ ପ୍ରଥମେ ଦେଖାହେବ, ତାପରେ ଯେଝା ଜିନିଷ ଯେଝା ତାଙ୍କର ନେବାଟା ଅଛି ନେଇଯିବେ ସବୁ। ଏମିତି ଦେଖିଲେ ଛୁଞ୍ଚି ସୂତା ଡବାଟା, ତା ସହିତ ଗୋଟେ କଇଁଚି, କିଛି ବି ୟୁଜ୍ କରିନି। ଏଟା ସୂତା କାରବାର ହେଇନି, କିନ୍ତୁ ଏଇଟାକୁ ମୁଁ ଗୋଟେ ପିନ୍ଧିଥିଲି। ଏଇଟା ବି ମୋ ଝିଅ ଦେଇକି ଯାଇଥିଲା। ମାନେ ସିଏ ମୋର ମାଆ, ଝିଅ ତ ନୁହେଁ ମାଆ ରିଏଲି। ମାନେ ଏମିତି ଗୋଟେ ଝିଅ, ମାନେ ଯେଉଁଠି ସିଏ ଯିବ ବି ବାହା ହେଇକି, ମାନେ ଚୁନା ଘରକୁ ସୁନା କରିଦେବ ସତରେ। ମୋ ଝିଅ ବୋଲି ମୁଁ କହୁନି, ମାନେ ଯେମିତି ହାଇ କ୍ୱାଲିଫାଏଡ଼୍, ମାନେ ଯେମିତି ଗୋଟେ ସାଣ୍ଠଣାର ଝିଅ ସୀମା ନାହିଁ। ଏଇଟା ଏଇ ଶାଲ୍ଟା, ସିଏ କାକି ଗୋଟେ ଫୋନ୍ ଆସୁଛି ନା କ'ଣ। ଏଇ ଶାଲ୍ଟା ସିଏ ମୋତେ କାଶ୍ମୀର ଜଣେ ଯାଇଥିଲେ, ତାର କଲିକ୍ ଜଣେ, ଆଉ ସେଇଠି ମଗେଇଥିଲା। କହୁଥିଲା ମାମା ଫୋନ୍ କରି କହିଲା ଗୋଟେ 4000 ଅଛି, ଗୋଟେ 1700, ଆଉ ଗୋଟେ 2000। ମୁଁ କହିଲି ମୋର କୁଆଡ଼େ ଯିବାର ଅଛି ଯେ ତୁ 4000 କ'ଣ ପାଇଁ କିଣି। ଛୁଆଙ୍କ ପଇସା ନା, ଖର୍ଚ୍ଚ ଟିକେ ହେଇଗଲେ ଭାରି ବାଧେ ନାହିଁ କି। ସେଇ ପଇସା ମୋ ହଜବେଣ୍ଡ ଖର୍ଚ୍ଚ କଲେ କିଛି ଲାଗୁନି, ତ ଛୁଆ ଖର୍ଚ୍ଚ କରିଦେଲେ ବୋଲି ଭାରି ଟେନସନିଆ ଲାଗେ ଭାରି। ଏଇ ଶାଲ୍ଟା ଆଣିଥିଲା। ଏଇଟା ପଡ଼ିଥିଲା 1700 କେତେ, କାଶ୍ମୀରରୁ ମଗେଇଥିଲା। ଆଉ ଏଇ ସ୍ୱେଟରଟା ପିନ୍ଧିକି ଥରେ ଗୋଟେ ବ୍ଲଗ୍ କରିଥିଲି। ମୁଁ ମାନେ କ'ଣ କି କିଚେନ୍କୁ ଗଲା ମାତ୍ର କିଛି ମାନେ ୟୁଜ୍ କରେନି ଟୋଟାଲି। ଯାହା ଶୋଇଲା ବେଳେ ଯାହା ସେ ବ୍ଲାଙ୍କେଟ୍ ଘୋରେଇବି ସେତିକି, କେତେବେଳେ କେମିତି ପିନ୍ଧିବି, ନହେଲେ ବହୁତ କମ୍। ଏଇ ସ୍ୱେଟରଟା ଆଣିଥିଲା। ଏଇଟା ମାନେ ଘରେ ଏଇଟା ପିନ୍ଧିବା ପାଇଁ, ଡେଲି ୟୁଜ୍ ପାଇଁ। ଏଇଟା ଗୋଟେ, ଆଉ କ'ଣ ଅଛି ଲୋ, ଏଇ ସ୍ୱେଟରଟା, ଏଇଟା ଗୋଟେ ତ ବାହାରକୁ ପିନ୍ଧିକି ଯିବା ପାଇଁ। ଆଉ କଲର୍ଟା ମୋତେ ବହୁତ ପସନ୍ଦ ହେଉଛି। ଏତିକି। ଆଉ ଏଇ ମୋର ଲିପଷ୍ଟିକ୍ଟା ବହୁତ ପ୍ରିୟ। ଲିପଷ୍ଟିକ୍ଟା ମୁଁ ମାନେ ସବୁବେଳେ ହିଁ ଲଗାଏ। ମୋର କିଛି ନ ଲଗାଏ, ଲିପଷ୍ଟିକ୍ କାଜଲ ସବୁବେଳେ, ଆଉ ନହେଲେ କିଛି ବି ଲଗାଏନି ସହଜରେ। ଏଇ ସୁଗାର କମ୍ପାନୀର ଏଇ ଲିପଷ୍ଟିକ୍ଟା ଦେଇକି ଯାଇଛି। ଫେର୍ ଆଉ ଗୋଟେ ଏଇ ଚୁଡ଼ି, ତାର ସବୁ ପସନ୍ଦ କ'ଣ ଲାଇଟ୍ କଲର୍ ଟିକେ ପ୍ରାୟ। ଆଉ ସିଏ କ'ଣ ସେଟ୍ କରି ପିନ୍ଧେଇ ଦେଇଥାନ୍ତା, ସେ ତ ପଳେଇଲା ଫେର୍, ଆଉ କ'ଣ କରିବି। ଏମିତି ହେଇକି ଚୁଡ଼ି ସବୁ ମିଶିକି ରହିଛି। କେମିତି ସବୁ ସେଟ୍ କରିବି ମୁଁ କିଛି ବୁଝିପାରୁନି। ୟା ଦେହରେ ଏମିତି କେମିତି ସେଟ୍ କରିବି। ମୁଁ ଚୁଡ଼ି ଟିକେ ଅଧିକ ପିନ୍ଧେ। ଆଉ ନାହିଁ କି, ଆଉ ଥିଲା ନା କ'ଣ।
ଚୁଡ଼ି କ'ଣ କେମିତି ଦେଖିବା। ବାସ୍ ଏତିକି। ମୋ ଝିଅ ମୋତେ ଯେଉଁ ଜିନିଷଟା ଦେଲା ଆପଣଙ୍କୁ କେମିତି ଲାଗିଲା କମେଣ୍ଟ ବକ୍ସରେ କମେଣ୍ଟ କରିବେ। ଆଉ ଯାହା ହଉ ଛୁଆ ନା ଟିକେ କିଛି ନା କଲେ ନା ସେଇଥିରେ ମା ବାପା ସବୁବେଳେ ଗାଈ ହେଉଥିବେ, ମୋ ଛୁଆ ଏଇଟା ଦେଇଛି ସେଇଟା ଦେଇଛି ସେଇଟା ଦେଇଛି। ତାପରେ ଏ ମୋଜା ମୋତେ ଆର ବର୍ଷ ଦେଇଥିଲା, ମାନେ ହାଉସ୍ ସ୍ଲିପର୍ ପିନ୍ଧିବା କିଛି ଦରକାର ବି ପଡ଼ିବନି। ମାନେ କି ମୋଜା ସିଏ ଭଗବାନ, ପାଦକୁ ପୁରା ଗରମ କରି ରଖିବ ସବୁବେଳେ। ଏତିକି ତ ଆଉ କ'ଣ। ବାସ୍ ଆଉ ତ ଗୋଟେ ଯେଉଁ ଦେଖେଇ ଦେଇଥିଲି, ଯେଉଁ ସ୍ନାକ୍ସ ଆଣିଥିଲା ଗୋଟେ ଭ୍ଲଗ୍ରେ ତ ଦେଖେଇ ଦେଇଥିଲି, ସରିଲା। ଓକେ, ମୋ ଝିଅର ଜିନିଷ ଯଦି ଆପଣଙ୍କୁ ସବୁ ଭଲ ଲାଗୁଥିବ ନିଶ୍ଚୟ ଲାଇକ୍ କମେଣ୍ଟ ସେୟାର ସବସ୍କ୍ରାଇବ୍ କରିବେ। ଏବେ ମୁଁ ଯାଉଛି ଡିନର୍ ପାଇଁ ପ୍ରସ୍ତୁତ କରିବା ଆଉ।